ଆପଣଙ୍କ ପରିଚୟଟା? ରାକେଶ କୁମାର ମହାନ୍ତ, ନ୍ୟୁ ମଡେଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡରୁ ମୁଁ ଜଣେ କର୍ମଚାରୀ। ଆପଣଙ୍କୁ ଜଣାଇବାର କାରଣ ହେଉଛି କି ଆମର ସବୁ କର୍ମଚାରୀ ଭାଇମାନଙ୍କୁ ଆମ ମ୍ୟାନେଜର ପ୍ରଭାତ ରଞ୍ଜନ ଆଚାର୍ଯ୍ୟ ଚଳିତ ସୋମବାର ଦିନ କହିଲେ କି ତୁମେମାନେ ସମସ୍ତେ ସପ୍ତାହେ ଭିତରେ ଅନ୍ୟ କିଛି କାମ ଦେଖ, କାରଣ ତୁମମାନଙ୍କୁ ମୁଁ ମାଲିକଙ୍କ ଅନୁରୋଧ କ୍ରମେ ତୁମମାନଙ୍କୁ ଜଣାଇ ଦିଆଯାଉଛି କି ଯେ ତୁମେମାନେ ଅନ୍ୟ କିଛି କାମ ଦେଖ, ଆଉ ନହେଲେ ଆମେ ଧୀରେ ଧୀରେ କମ୍ପାନୀ ବନ୍ଦ ହେଇଗଲାଣି ଆଉ କମ୍ପାନୀ ପରିସ୍ଥିତିରେ ନାହିଁ ତୁମମାନଙ୍କୁ ରଖିବ। ସାର୍ ଆମର ଏଠି ଅଭିଯୋଗ ହେଉଛି ଯଦି କମ୍ପାନୀ ଆମମାନଙ୍କୁ ରଖିପାରିବ ନାହିଁ ତାହେଲେ 4-5ଟା କଣ୍ଟ୍ରାକ୍ଟର ଆସିକି କାମ କେମିତି କରୁଛନ୍ତି? ସାର୍ ଆମର ସର୍ବନିମ୍ନ ମଜୁରୀ 345 ଟଙ୍କା ଆମକୁ ମିଳୁଛି। ଯିଏ 25 ବର୍ଷ ଧରି କାମ କରୁଛି ସାର୍ ସିଏ ବି 345 ଟଙ୍କା ଦରମା ପାଉଛି। ତ ଏଇଠି ଆମର ଅଭିଯୋଗ ଆମ ଦରମା ନ୍ୟାୟ ମୂଲ୍ୟ ମିଳୁ ଏବଂ ସାର୍ ଯେଉଁ କଣ୍ଟ୍ରାକ୍ଟର ମାନେ ଆସିକି କାମ କରିବେ ବାହାରୁ ଆସିକି ସାର୍ ଝାଡ଼ଖଣ୍ଡ ଦିଲ୍ଲୀରୁ ଆସିକି କାମ କରୁଛନ୍ତି, କିନ୍ତୁ ଆମର ଲୋକାଲ ପିଲା ଏଇଠି 25 ବର୍ଷ 26 ବର୍ଷ 30 ବର୍ଷ ଧରି କାମ କରିକି ଛୋଟ କମ୍ପାନୀକୁ ଏତେ ବଡ଼ କରିଛନ୍ତି। ତଥାପି ସାର୍ ଆମ କମ୍ପାନୀ ପିଲା ପ୍ରତି ମାଲିକଙ୍କର ଦୟା ନାହିଁ। ସାର୍ ପୁଣି ଆଉ ଗୋଟେ କଥା କହୁଛି ଶୁଣନ୍ତୁ, କମ୍ପାନୀକୁ ଆସୁଛନ୍ତି ପିଲା, ସେ ପିଲାଙ୍କୁ 1000, 1200, 800, 700 ଏମିତି ପେମେଣ୍ଟ ଦିଆହେଉଛି, କିନ୍ତୁ ସାର୍ ଆମ ପିଲାମାନଙ୍କୁ 345 ଟଙ୍କାରୁ ଅଧିକ ଦିଆଯାଉନାହିଁ। ଆଉ ସାର୍ ଆପଣଙ୍କୁ ଆଉ ଗୋଟେ କଥା ଆମେ ଜଣାଇବା ପାଇଁ ଚାହୁଁଛୁ, 7 ମାସ ହେବ ପିଲାମାନଙ୍କୁ ଠିକ୍ ସମୟରେ ଦରମା ଦିଆଯାଇନି ଏବଂ ଆସନ୍ତା ଅକ୍ଟୋବର ମାସର ଦରମା ଆଜି 21 ତାରିଖ ହେଇଗଲା ସାର୍, ମିଳିନାହିଁ। ଆପଣ କୁହନ୍ତୁ ଏଥର ଏଇଟା ନ୍ୟାୟ ନା ଅନ୍ୟାୟ? ତାପରେ କମ୍ପାନୀ ପିଲାମାନଙ୍କୁ କାଢ଼ିକି ଆମେ କଣ୍ଟ୍ରାକ୍ଟର ପୁରେଇବୁ। ସାର୍ 90% କଣ୍ଟ୍ରାକ୍ଟରକୁ ଦେଇ ସାରିଛନ୍ତି, ଆଉ ଯେଉଁ 10% ଅଛି ସେଗୁଡ଼ାକ ବି କଣ୍ଟ୍ରାକ୍ଟର ଦେବା ପାଇଁ ଚେଷ୍ଟା ଚଲାଉଛନ୍ତି। ମନା କରିଦେଇଛନ୍ତି ଟୋଟାଲ ଉପରେ ସାର୍ ପୁରା ବନ୍ଦ କରିବାକୁ ଚାହୁଁଛନ୍ତି। ଆଉ କମ୍ପାନୀ ପିଲା ସାର୍ ଅଳ୍ପ ଦରମାରେ ଖଟିକି ସାର୍ ଏତେ ବଡ଼ କମ୍ପାନୀ କଲେ, କିନ୍ତୁ ସେ ଜିନିଷ ମାଲିକଙ୍କୁ ଆଖିକୁ ପଡ଼ୁନାହିଁ। ଆଉ 2 ଜଣ ସାର୍ ଆମର ପ୍ଲାଣ୍ଟ ହେଡ୍ ହିସାବରେ ଆସିଛନ୍ତି ସୁଧୀର ସିଂ, ଆଉ ପ୍ଲାଣ୍ଟ ମ୍ୟାନେଜର ଯିଏ ଅଛନ୍ତି ରିଟାୟାରମେଣ୍ଟ ଅଛନ୍ତି କିନ୍ତୁ ତାଙ୍କୁ ରଖାହେଇଛି, ତାଙ୍କ ନାଁ ହେଉଛି ପ୍ରଭାତ ରଞ୍ଜନ ଆଚାର୍ଯ୍ୟ। ସାର୍ ଏଇ 2 ଜଣ ଚକ୍ରାନ୍ତ କରିକି କଣ୍ଟ୍ରାକ୍ଟର ପୁରଉଛନ୍ତି, କମିଶନ ପାଇବା ଚକ୍କରରେ ସମସ୍ତଙ୍କଠୁ ପଇସା ଲୁଟିକି ଖାଉଛନ୍ତି, କମ୍ପାନୀ ପିଲାକୁ ଆଉଟ୍ କରିକି ତାଙ୍କ କଣ୍ଟ୍ରାକ୍ଟର ଟୋଟାଲ ଦେଇକି କମ୍ପାନୀକୁ କୂଳ କରିସାରିଛନ୍ତି। ଯଦି ସାର୍ ସେମାନେ ବାହାରୁ ଆସିକି ଆମ କମ୍ପାନୀର ଡେଭଲପ୍ ହେଉଛି ତାହେଲେ ସାର୍ 3 ବର୍ଷ ପୂର୍ବରୁ 345 ଟଙ୍କାରେ ପିଲା କାମ କରୁଥିଲେ, ଆଜି 2025 ନଭେମ୍ବର 21 ତାରିଖ ହେଲା, ପିଲାମାନେ କ'ଣ ପାଇଁ 345 ଟଙ୍କା ଦରମା ପାଉଛନ୍ତି? ଆପଣ ଏଇ କୁହନ୍ତୁ। 7 ତାରିଖ ସୁଦ୍ଧା ଦରମା ମିଳୁଥିଲା, କିନ୍ତୁ ସାର୍ କଣ୍ଟିନ୍ୟୁ 7-8 ମାସ ହେବ ସାର୍ 23-24 ତାରିଖ ଦରମା ମିଳୁଛି। ଆପଣ ଏଇ ଗୋଟେ କଥା କୁହନ୍ତୁ, ଏଠି 200-250 ପରିବାର ଚଳୁଛନ୍ତି, ସାର୍ କେମିତି ଚଳିବେ? ଆମେ ଲେବର ଅଫିସ୍ ଆସିଥିଲୁ, ସାର୍ଙ୍କୁ ଆମେ ଜଣେଇଲୁ ଯେ ଆମ କମ୍ପାନୀର ମ୍ୟାନେଜର ଆମକୁ ରଖିବେନି କହୁଛନ୍ତି, ଆମକୁ ସପ୍ତାହେ ଟାଇମ୍ ଦେଇଛନ୍ତି, ସପ୍ତାହେ ଭିତରେ ତୁମେମାନେ ଅନ୍ୟ କିଛି କାମ ଦେଖ, ଆଉ ନଚେତ୍ କମ୍ପାନୀ ବନ୍ଦ କରିଦିଆଯିବ, ସବୁ ପିଲାଙ୍କୁ ଆମେ କାଢ଼ିଦେବୁ ଆଉ ଆମେ କଣ୍ଟ୍ରାକ୍ଟରକୁ କାମ କରାଇବୁ, ତୁମମାନଙ୍କୁ ଆମେ କାମ ଦେବୁ ନାହିଁ ଡାଇରେକ୍ଟ କହିଛନ୍ତି ଆମ। ତେଣୁ ଆମେ ଲେବର ଅଫିସ୍ ଆସିକି ସାର୍ଙ୍କୁ ଆମେ ଅଭିଯୋଗ କରୁଛୁ, ସାର୍ ଆମ କମ୍ପାନୀ ପିଲାଙ୍କୁ 1 ସପ୍ତାହର ସମୟ ଦେଇଛନ୍ତି, 1 ସପ୍ତାହ ଆପଣଙ୍କ ପରିଚୟଟା? ରାକେଶ କୁମାର ମହାନ୍ତ, ନ୍ୟୁ ମଡେଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡରୁ ମୁଁ ଜଣେ କର୍ମଚାରୀ। ଆପଣଙ୍କୁ ଜଣାଇବାର କାରଣ ହେଉଛି କି ଆମର ସବୁ କର୍ମଚାରୀ ଭାଇମାନଙ୍କୁ ଆମ ମ୍ୟାନେଜର ପ୍ରଭାତ ରଞ୍ଜନ ଆଚାର୍ଯ୍ୟ ଚଳିତ ସୋମବାର ଦିନ କହିଲେ କି ତୁମେମାନେ ସମସ୍ତେ ସପ୍ତାହେ ଭିତରେ ଅନ୍ୟ କିଛି କାମ ଦେଖ, କାରଣ ତୁମମାନଙ୍କୁ ମୁଁ ମାଲିକଙ୍କ ଅନୁରୋଧ କ୍ରମେ ତୁମମାନଙ୍କୁ ଜଣାଇ ଦିଆଯାଉଛି କି ଯେ ତୁମେମାନେ ଅନ୍ୟ କିଛି କାମ ଦେଖ, ଆଉ ନହେଲେ ଆମେ ଧୀରେ ଧୀରେ କମ୍ପାନୀ ବନ୍ଦ ହେଇଗଲାଣି ଆଉ କମ୍ପାନୀ ପରିସ୍ଥିତିରେ ନାହିଁ ତୁମମାନଙ୍କୁ ରଖିବ। ସାର୍ ଆମର ଏଠି ଅଭିଯୋଗ ହେଉଛି ଯଦି କମ୍ପାନୀ ଆମମାନଙ୍କୁ ରଖିପାରିବ ନାହିଁ ତାହେଲେ 4-5ଟା କଣ୍ଟ୍ରାକ୍ଟର ଆସିକି କାମ କେମିତି କରୁଛନ୍ତି? ସାର୍ ଆମର ସର୍ବନିମ୍ନ ମଜୁରୀ 345 ଟଙ୍କା ଆମକୁ ମିଳୁଛି। ଯିଏ 25 ବର୍ଷ ଧରି କାମ କରୁଛି ସାର୍ ସିଏ ବି 345 ଟଙ୍କା ଦରମା ପାଉଛି। ତ ଏଇଠି ଆମର ଅଭିଯୋଗ ଆମ ଦରମା ନ୍ୟାୟ ମୂଲ୍ୟ ମିଳୁ ଏବଂ
ସାର୍ ଯେଉଁ କଣ୍ଟ୍ରାକ୍ଟର ମାନେ ଆସିକି କାମ କରିବେ ବାହାରୁ ଆସିକି ସାର୍ ଝାଡ଼ଖଣ୍ଡ ଦିଲ୍ଲୀରୁ ଆସିକି କାମ କରୁଛନ୍ତି, କିନ୍ତୁ ଆମର ଲୋକାଲ ପିଲା ଏଇଠି 25 ବର୍ଷ 26 ବର୍ଷ 30 ବର୍ଷ ଧରି କାମ କରିକି ଛୋଟ କମ୍ପାନୀକୁ ଏତେ ବଡ଼ କରିଛନ୍ତି। ତଥାପି ସାର୍ ଆମ କମ୍ପାନୀ ପିଲା ପ୍ରତି ମାଲିକଙ୍କର ଦୟା ନାହିଁ। ସାର୍ ପୁଣି ଆଉ ଗୋଟେ କଥା କହୁଛି ଶୁଣନ୍ତୁ, କମ୍ପାନୀକୁ ଆସୁଛନ୍ତି ପିଲା, ସେ ପିଲାଙ୍କୁ 1000 1200 800 700 ଏମିତି ପେମେଣ୍ଟ ଦିଆହେଉଛି, କିନ୍ତୁ ସାର୍ ଆମ ପିଲାମାନଙ୍କୁ 345 ଟଙ୍କାରୁ ଅଧିକ ଦିଆଯାଉନାହିଁ। ଆଉ ସାର୍ ଆପଣଙ୍କୁ ଆଉ ଗୋଟେ କଥା ଆମେ ଜଣାଇବା ପାଇଁ ଚାହୁଁଛୁ, 7 ମାସ ହେବ ପିଲାମାନଙ୍କୁ ଠିକ୍ ସମୟରେ ଦରମା ଦିଆଯାଇନି ଏବଂ ଆସନ୍ତା ଅକ୍ଟୋବର ମାସର ଦରମା ଆଜି 21 ତାରିଖ ହେଇଗଲା ସାର୍, ମିଳିନାହିଁ। ଆପଣ କୁହନ୍ତୁ ଏଥର ଏଇଟା ନ୍ୟାୟ ନା ଅନ୍ୟାୟ? ତାପରେ କମ୍ପାନୀ ପିଲାମାନଙ୍କୁ କାଢ଼ିକି ଆମେ କଣ୍ଟ୍ରାକ୍ଟର ପୁରେଇବୁ। ସାର୍ 90% କଣ୍ଟ୍ରାକ୍ଟରକୁ ଦେଇ ସାରିଛନ୍ତି, ଆଉ ଯେଉଁ 10% ଅଛି ସେଗୁଡ଼ାକ କଣ୍ଟ୍ରାକ୍ଟର ଦେବା ପାଇଁ ଚେଷ୍ଟା ଚଲାଉଛନ୍ତି। ମନା କରିଦେଇଛନ୍ତି ଟୋଟାଲ ଉପରେ ସାର୍ ପୁରା ବନ୍ଦ କରିବାକୁ ଚାହୁଁଛନ୍ତି। ଆଉ କମ୍ପାନୀ ପିଲା ସାର୍ ଅଳ୍ପ ଦରମାରେ ଖଟିକି ସାର୍ ଏତେ ବଡ଼ କମ୍ପାନୀ କଲେ, କିନ୍ତୁ ସେ ଜିନିଷ ମାଲିକଙ୍କୁ ଆଖିକୁ ପଡ଼ୁନି। ଆଉ 2 ଜଣ ସାର୍ ଆମର ପ୍ଲାଣ୍ଟ ହେଡ୍ ହିସାବରେ ଆସିଛନ୍ତି ସୁଧୀର ସିଂ, ଆଉ ପ୍ଲାଣ୍ଟ ମ୍ୟାନେଜର ଯିଏ ଅଛନ୍ତି ରିଟାୟାରମେଣ୍ଟ ଅଛନ୍ତି, କିନ୍ତୁ ତାଙ୍କୁ ରଖାହେଇଛି, ତାଙ୍କ ନାଁ ହେଉଛି ପ୍ରଭାତ ରଞ୍ଜନ ଆଚାର୍ଯ୍ୟ। ସାର୍ ଏଇ 2 ଜଣ ଚକ୍ରାନ୍ତ କରିକି କଣ୍ଟ୍ରାକ୍ଟର ପୁରଉଛନ୍ତି, କମିଶନ ପାଇବା ଚକ୍କରରେ ସମସ୍ତଙ୍କଠୁ ପଇସା ଲୁଟିକି ଖାଉଛନ୍ତି। କମ୍ପାନୀ ପିଲାକୁ ଆଉଟ୍ କରିକି ତାଙ୍କ କଣ୍ଟ୍ରାକ୍ଟର ଟୋଟାଲ ଦେଇକି କମ୍ପାନୀକୁ କୂଳ କରିସାରିଛନ୍ତି। ଯଦି ସାର୍ ସେମାନେ ବାହାରୁ ଆସିକି ଆମ କମ୍ପାନୀର ଡେଭଲପ୍ ହେଉଛି, ତାହେଲେ ସାର୍ 3 ବର୍ଷ ପୂର୍ବରୁ 345 ଟଙ୍କାରେ ପିଲା କାମ କରୁଥିଲେ। ଆଜି 2025 ନଭେମ୍ବର 21 ତାରିଖ ହେଲା, ପିଲାମାନେ କ'ଣ ପାଇଁ 345 ଟଙ୍କା ଦରମା ପାଉଛନ୍ତି? ଆପଣ ଏଇ କୁହନ୍ତୁ। 7 ତାରିଖ ସୁଦ୍ଧା ଦରମା ମିଳୁଥିଲା, କିନ୍ତୁ ସାର୍ କଣ୍ଟିନ୍ୟୁ 7-8 ମାସ ହେବ ସାର୍ 23-24 ତାରିଖ ଦରମା ମିଳୁଛି। ଆପଣ ଗୋଟେ କଥା କୁହନ୍ତୁ, ଏଠି 200-250 ପରିବାର ଚଳୁଛନ୍ତି, ସାର୍ କେମିତି ଚଳିବେ? ଆମେ ଲେବର ଅଫିସ୍ ଆସିଥିଲୁ, ସାର୍ଙ୍କୁ ଆମେ ଜଣେଇଲୁ ଯେ ଆମ କମ୍ପାନୀର ମ୍ୟାନେଜର ଆମକୁ ରଖିବେନି କହୁଛନ୍ତି, ଆମକୁ ସପ୍ତାହେ ଟାଇମ୍ ଦେଇଛନ୍ତି, ସପ୍ତାହେ ଭିତରେ ତୁମେମାନେ ଅନ୍ୟ କିଛି କାମ ଦେଖ, ଆଉ ନଚେତ୍ କମ୍ପାନୀ ବନ୍ଦ କରିଦିଆଯିବ, ସବୁ ପିଲାଙ୍କୁ ଆମେ କାଢ଼ିଦେବୁ, ଆଉ ଆମେ କଣ୍ଟ୍ରାକ୍ଟରକୁ କାମ କରେଇବୁ, ତୁମମାନଙ୍କୁ ଆମେ କାମ ଦେବୁ ନାହିଁ ଡାଇରେକ୍ଟ କହିଛନ୍ତି ଆମ। ତେଣୁ ଆମେ ଲେବର ଅଫିସ୍ ଆସିକି ସାର୍ଙ୍କୁ ଆମେ ଅଭିଯୋଗ କରୁଛୁ, ସାର୍ ଆମ କମ୍ପାନୀ ପିଲାଙ୍କୁ 1 ସପ୍ତାହ ସମୟ ଦେଇଛନ୍ତି, 1 ସପ୍ତାହ